ନୂଆ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଶ୍ରୀହରିକୋଟାରୁ 100ତମ ଉତ୍କ୍ଷେପଣ ସହ ଶତକ ହାସଲ କରିଛି ଇସ୍ରୋ। ଏବେ ଅପଗ୍ରେଡ୍ ହେବ ଭାରତର ନାଭିକ୍ ସ୍ୟାଟେଲାଇଟ୍। ଆଜି ସକାଳ 6:23ରେ ନାଭିକ୍ 2 ମିଶନ ଲଞ୍ଚ ହୋଇଛି। ଶ୍ରୀହରିକୋଟାରୁ GSLV ରକେଟ୍ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି। ତେବେ ନାଭିକ୍ ସିଷ୍ଟମ ପାଇଁ ଏହି ସ୍ୟାଟେଲାଇଟ୍କୁ ମହାକାଶରେ ଅବସ୍ଥାପିତ କରାଯିବ। ନାଭିକ୍ ହେଉଛି ଭାରତର ରିଜିଓନାଲ ନାଭିଗେସନ ସ୍ୟାଟେଲାଇଟ୍ ସିଷ୍ଟମ। ଏହା ଆମେରିକାର GPS ଭଳି କାର୍ଯ୍ୟ କରେ। କାର୍ଗିଲ ଯୁଦ୍ଧ ସମୟରେ କାଶ୍ମୀର ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ GPS କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଭାରତୀୟ ସେନାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ଭାରତ ସରକାର ଦେଶର ନିଜସ୍ୱ GPS ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ ଯେ 1999 ମସିହାରେ ନାଭିକ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାକୁ 2013ରେ ଉତ୍କ୍ଷେପଣ କରାଯାଇଥିଲା। ତେବେ ଆଜି ଯେଉଁ ନାଭିକ୍ ଲଞ୍ଚ କରାଯାଇଛି ତାହା କାର୍ଯ୍ୟକାରୀ ହେବା ପରେ ଯାନବାହନ, ଉଡ଼ାଜାହାଜ, ଜଳଜାହାଜ, ମୋବାଇଲ ଫୋନ୍ ଆଦିର ଅବସ୍ଥିତି ନିରୂପଣ କରିବା ଅଧିକ ସହଜ ହୋଇପାରିବ। ଏଥିସହିତ ପରିବେଶ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ସହ ଭୌଗୋଳିକ ସୂଚନା ଆଦି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ।